ଜାନୁଆରୀ 25 ତାରିଖରେ ପୁରୀ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ 1982 ବ୍ୟାଚର ସହପାଠୀମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏଥିରେ 1982 ବ୍ୟାଚର ବସନ୍ତ କୁମାର ନାୟକ, ଟି ଦେବା କୁମାର ପାତ୍ର, ପ୍ରସନ୍ନ କୁମାର ନାୟକ, ପ୍ରଫୁଲ୍ଲ ସାହୁ, ଶ୍ୟାମପ୍ରକାଶ ସେନାପତି, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ନାୟକ, ସୌରଭ ଚନ୍ଦ୍ର ଦାସ, ଟି ଶ୍ୟାମସୁନ୍ଦର ରାଓ, ଶିବପ୍ରସନ୍ନ ପଟ୍ଟନାୟକ, ମମତା ପଣ୍ଡା, ବେଣୁପାଣି ନାୟକ, ନାରାୟଣ ବାସନ୍ତରା, ନାରାୟଣ ସିଂହାରୀ, ମନୋରମା ଘଡେଇ, ଦାଶରଥୀ ମହାନ୍ତି, ସନ୍ତୋଷ କର, ଅନିଲ କୁମାର ଚନ୍ଦୁକା, ଗଙ୍ଗାଧର ବାରିକ, ଦୀପ୍ତି ରଞ୍ଜନା ନାୟକ, ହିମାଂଶୁ ଶେଖର ପୃଷ୍ଟି, ରାଜଲକ୍ଷ୍ମୀ ମହାରଣା, ହରିହର ପୂଜା ପଣ୍ଡା, ରାମପ୍ରସାଦ, ପ୍ରମୋଦ କୁମାର ଦାସ, ସୁନିତା ବାଇ, ଦିଲ୍ଲୀପ କୁମାର ମହାପାତ୍ର, ନିରଞ୍ଜନା ବାଲା ପ୍ରମୁଖ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଦିନ 10ରେ ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ପ୍ରବେଶ କରିଥିଲେ। ବିଦ୍ୟାଳୟକୁ ପ୍ରବେଶ ମାତ୍ରେ ଏକ ହର୍ଷ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତେ ନିଜ ନିଜର ବିଦ୍ୟାଳୟ ସହ ଜଡିତ ସ୍ମୃତିକୁ ନିଜ ଭିତରେ ବାଣ୍ଟିଥିଲେ। ମଧ୍ୟାହ୍ନରେ ସାମୂହିକ ଭୋଜନ ବ୍ୟବସ୍ଥା ଖୁବ୍ ଆନନ୍ଦଦାୟକ ଥିଲା। ଶେଷରେ ସମସ୍ତଙ୍କୁ 1982 ବ୍ୟାଚର ଫଟୋଚିତ୍ର ବଣ୍ଟନ କରାଯାଇଥିଲା। ଦୀପ୍ତି ରଞ୍ଜନା ରାୟ, ଗଙ୍ଗାଧର ବାରିକ, ବସନ୍ତ କୁମାର ନାୟକ, ଦାଶରଥୀ ମହାନ୍ତି, ରାଜଲକ୍ଷ୍ମୀ ମହାରଣା, ହିମାଂଶୁ ଶେଖର ପୃଷ୍ଟି, ଟି ଦେବ କୁମାର ପାତ୍ର, ଶ୍ୟାମପ୍ରକାଶ ସେନାପତି ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।